हेलो फ्रेंड्स मु मनोज आपण समस्त को ओनली पेडागोजी चैनल को स्वागत। फ्रेंड्स आज आम डीएलईडी फर्स्ट ईयर एफसी2 बही शिक्षार्थी को बुझीबा बहीर प्रथम विषय शिक्षार्थी विकास को बुझीबा विषय किछि अंश आलोचना करिबा। एही विषय आलोचना करिया पूर्व आमे माने समस्त जानिबा निहाती दरकार एही विषय रु डायरेक्ट 4 रु 5 गोटी क्वेश्चन ओटीईटी एंड सीटीईटी बोथ एग्जाम रे आसुची जहा परवर्ती समय तुम मानको बहुत हेल्प करिवो। ସେଥିପାଇଁ ଆମେ ଧ୍ୟାନର ସହିତ ଏ ବିଷୟଟିକୁ ବୁଝିବା ଦରକାର। ଆଜିର କ୍ଲାସରେ ଆମେ କେବଳ ବୁଦ୍ଧି ଓ ବିକାଶର ଅର୍ଥ ଓ ଏହାର ମୂଳ ନୀତି ବା ବିଧି ବିଷୟରେ ହିଁ ଆଲୋଚନା କରିବା। ପରବର୍ତ୍ତୀ କ୍ଲାସରେ ଆମେ ଏହାର ପରବର୍ତ୍ତୀ ଅଂଶ ଗୁଡ଼ିକ ଦେଖିବା। ପ୍ରଥମେ ଆମେ ଦେଖିବା ବୃଦ୍ଧି ଓ ବିକାଶ। ଏହି ଦୁଇ ଗୋଟି ଶବ୍ଦ ଏକା ନା ଅଲଗା? ଯଦି ଅଲଗା ତେବେ କିପରି ଅଲଗା ତାହା ବୁଝିବା କିପରି? ଏଠାରେ ଆମେ କେତେକ ଉଦାହରଣ ମାଧ୍ୟମରେ ବୁଝିବା ଯାହାକି ଆମକୁ ମନେ ରଖିବା ପାଇଁ ଇଜି ହବ। ମୁଁ କହିଲି ରାମର ଓଜନ 4 କିଗ୍ରା ବୃଦ୍ଧି ପାଇଛି, ସୀତାର ଉଚ୍ଚତା 2 ଇଞ୍ଚ ବଢିଛି। ଏହି ଦୁଇ ଗୋଟି ଉଦାହରଣକୁ ଲକ୍ଷ୍ୟ କର। ଆମେ ଜାଣିପାରିବା ଯେ ବୃଦ୍ଧି କହିଲେ କେତେକ ପରିମାଣକୁ ବୁଝାଉଛି, ଅର୍ଥାତ୍ ବୃଦ୍ଧି ଗୋଟିଏ ପରିମାଣାତ୍ମକ ପ୍ରକ୍ରିୟା, ଗ୍ରୋଥ ଇଜ ଅଲୱେଜ କ୍ୱାଣ୍ଟିଟେଟିଭ। ଅର୍ଥାତ୍ ବୃଦ୍ଧି କହିଲେ ଶରୀରର କୌଣସି ଅଙ୍ଗର ବର୍ଦ୍ଧିତ ଓ ପ୍ରସାରିତ ଅବସ୍ଥାକୁ ବୁଝାଏ। ଏବେ ଆମେ ବିକାଶ ସମ୍ପର୍କରେ ଜାଣିବା। ଏହା ମଧ୍ୟ କିଛି ଉଦାହରଣ ମାଧ୍ୟମରେ ବୁଝିବା। ଆଚ୍ଛା ମନେ ପକେଇଲ, ତୁମେ ମାନେ ପିଲା ବେଳେ ଛୋଟ ଛୋଟ ଜିନିଷ ଟେକିବାରେ ଅକ୍ଷମତା ଅନୁଭବ କରୁଥିବ, ଟେକି ପାରୁନଥିବ, କିନ୍ତୁ ବର୍ତ୍ତମାନ ଆମେ ଏଇ ହାତରେ ବହୁତ ଭାରି ଭାରି ଜିନିଷ ମଧ୍ୟ ଉଠାଇ ପାରୁଛେ। କିପରି? ଏହା ଆମ ଶାରୀରିକ ବିକାଶ ଫଳରେ, ଅର୍ଥାତ୍ ଆମ ଶରୀରର ପରିପକ୍ୱନ ଫଳରେ। ବିକାଶ ଉଭୟ ପରିମାଣାତ୍ମକ ଓ ଗୁଣାତ୍ମକ ହୋଇଥାଏ। ଡେଭଲପମେଣ୍ଟ ଇଜ ବୋଥ କ୍ୱାଲିଟେଟିଭ ଆଣ୍ଡ କ୍ୱାଣ୍ଟିଟେଟିଭ। ସାଧାରଣ ଅର୍ଥରେ ହସ୍ତର ଦୈର୍ଘ୍ୟ ବଢିବାକୁ ବୃଦ୍ଧି କହିଲା ବେଳେ ସେହି ସମୟରେ ହସ୍ତର କାମ କରିବା ଦକ୍ଷତା ଉନ୍ନତିକୁ ବିକାଶ କୁହାଯାଏ। ଏହା ବୟସ ବଢିବା ସହ ବୃଦ୍ଧି ଓ ହ୍ରାସ ହୋଇଥାଏ। ଏଠାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ମନେ ରଖିବା ଉଚିତ, ବୃଦ୍ଧି ଗୋଟିଏ ସମୟରେ ଅଟକି ଯାଇଥାଏ। ବୃଦ୍ଧି ଗୋଟେ ସମୟ ଆସିବ ଏମିତି ଅଟକି ଯିବ, କିନ୍ତୁ ବିକାଶ ଏକ ଜୀବନବ୍ୟାପୀ ପ୍ରକ୍ରିୟା। ଡେଭଲପମେଣ୍ଟ ଇଜ ଏ ଲାଇଫ ଲଙ୍ଗ ପ୍ରୋସେସ। ଇଟ୍ ଷ୍ଟାର୍ଟସ୍ ୱମ୍ବ ଟୁ ଟୁମ୍ବ। ଏହା ଜନ୍ମ ମାନେ ମାତୃ ଗର୍ଭରୁ ଆରମ୍ଭ ହୋଇକି ମୃତ୍ୟୁ ପର୍ଯ୍ୟନ୍ତ ଚାଲିଥାଏ। ଏବେ ବୁଝିପାରିଲ ବୃଦ୍ଧି ଓ ବିକାଶ ମଧ୍ୟରେ ଅନ୍ତର କଣ? ଏହାପରେ ଆମେ ଆଗକୁ ବଢିବା। ଏବେ ଆମେ ପଢିବା ବିକାଶର ମୂଳ ନୀତି ବା ବିଧି। ଆମ ବହିରେ ଏହା ସମ୍ପର୍କରେ 9 ଗୋଟି ପଏଣ୍ଟ ଦିଆଯାଇଛି, ସେଗୁଡିକ ଗୋଟି ଗୋଟି କରି ଆଲୋଚନା କରିବା। ପ୍ରଥମ ପଏଣ୍ଟରେ ସେ କଣ କହିଲା ନା ବିକାଶ ବଂଶଗତ ଓ ପରିବେଶର ପ୍ରଭାବ ଉପରେ ପର୍ଯ୍ୟବେସିତ। ବିକାଶ କଣ ନା ବଂଶଗତ ଓ ପରିବେଶର ପ୍ରଭାବ ଉପରେ ପର୍ଯ୍ୟବେସିତ। ପ୍ରଥମ ପଏଣ୍ଟରୁ ଆମେ ଏହା ଜାଣିବା ଯେ ଏଥିରେ ଦୁଇଟି ୱାର୍ଡ ଅଛି, ଗୋଟେ ହଉଛି ବଂଶଗତ ଓ ପରିବେଶର ପ୍ରଭାବ। ଏହି ଦୁଇଟି ଯାକ ଆଲୋଚନା କରିବା। ଏହାର ଅର୍ଥ କଣ? ଏହାର ଅର୍ଥ ହେଲା ବିକାଶ ବଂଶଗତ, ଅର୍ଥାତ୍ ବିକାଶ ଜେନେଟିକ, ମାନେ ବାପା ମାଙ୍କର କିଛି ଗୁଣ ପିଲା ପାଖରେ ଡାଇରେକ୍ଟ ଭାବରେ ଦେଖାଯାଇଥାଏ। ଅର୍ଥାତ୍ ପିଲାଟି ଡେଙ୍ଗା, ଗେଡା, ରଙ୍ଗରେ କଳା, ଗୋରା, ଏହିପରି ବହୁତ କିଛି। କିନ୍ତୁ ପରିବେଶର ପ୍ରଭାବ କହିଲେ ଶିଶୁର ପାରିପାର୍ଶ୍ୱିକ ପରିବେଶ ତାହାର ବିକାଶ ଉପରେ ପ୍ରଭାବ ପକାଇଥାଏ। ଅର୍ଥାତ୍ ଗୋଟିଏ ଉଦାହରଣ ମାଧ୍ୟମରେ ବା ସିଚୁଏସନକୁ ନେଇ ଆମେ ଏହାକୁ ଆଲୋଚନା କରିବା। ମନେକର ଦୁଇଟି ପିଲା ଥିଲେ। ଗୋଟିଏ ପିଲା ଏଭଳି ପରିବେଶରେ ବଢିଥିଲା ଯାହାର ଚତୁଃପାର୍ଶ୍ୱରେ କଣ ନା ବହୁତ ବଡ ବଡ ଲୋକ ଥିଲେ, ବହୁତ ମିଲିୟନର ଲୋକ ଥିଲେ। ତାଙ୍କର ମାଇଣ୍ଡସେଟ ପୁରା ମାନେ ମିଲିୟନ ପଇସା କେମିତି କମେଇବା, ବହୁତ ତାଙ୍କ ମାଇଣ୍ଡସେଟ ଅଲଗା ଥିଲା। କିନ୍ତୁ ଆଉ ଗୋଟେ ପିଲାଟି ଏଭଳି ପରିବେଶରେ ବଢିଥିଲା ଯେ ଯୋଉଠିକି ଲୋକମାନେ ପ୍ରତି ଡେଲି କାମ କରିବାକୁ ଯାଆନ୍ତି, ପ୍ରତି ଡେଲି ହଉଛି ରୋଜଗାର କରିକି ଆଣିଲେ ନିଜର ଜୀବନ ଅତିବାହିତ କରନ୍ତି। ଏହି ଦୁଇଟି ପରିସ୍ଥିତିରେ ଦୁଇଟି ପିଲାଙ୍କ ପାଖରେ ନିଜ ପାଖରେ ଯୋଉ ବିକାଶଟି ଅଲଗା ଅଲଗା ଦେଖାଗଲା। କେମିତି ନା ଦୁଇଟି ପିଲାଙ୍କର ମାଇଣ୍ଡସେଟ ଅଲଗା ହେଇଥିଲା। କିନ୍ତୁ 90% କେସଟି ଏମିତି ହେଇଥାଏ, 90% କେସରେ ଦୁଇ ଗୋଟି ପିଲାର ମାଇଣ୍ଡସେଟ ଅଲଗା ଥିଲା। ଏହା ହେଉଛି ପରିବେଶର ପ୍ରଭାବ, ଏହା ହେଉଛି ପରିବେଶର ଡାଇରେକ୍ଟ ପ୍ରଭାବ ପଡିଥିଲା ତାଙ୍କ ଉପରେ। ଏଠାରେ ଗୋଟେ ଭଲ ଷ୍ଟେଟମେଣ୍ଟ ଦିଆଯାଇଛି ଯାହା ଏହା ବୁଝିବାରେ ବହୁତ ସାହାଯ୍ୟ କରିବ। କୁହାଯାଇଛି ଆମେ ପିଲାର ରଙ୍ଗ ବଦଳାଇ ପାରିବା ନାହିଁ, କିନ୍ତୁ ତାର ଲେଖିବା ଶୈଳୀ ଓ ଚିତ୍ର କରିବା ଶୈଳୀରେ ପରିବର୍ତ୍ତନ ଆଣିପାରିବା। କାରଣ ରଙ୍ଗ ଆମେ କେବେ ବଦଳାଇ ପାରିବା ନାହିଁ, କାରଣ ତାହା ଜେନେଟିକ। କିନ୍ତୁ ଯୋଉ ପରିବେଶର ଯୋଉ ପ୍ରଭାବଟା, ଯୋଉ ଆମେ ତାର ହଉଛି ଲେଖିବା ଶୈଳୀ, ତାର ଯୋଉ ଅସୁନ୍ଦର ଅକ୍ଷର ଯଦି ହଉଥିବ ଆମେ ତାକୁ ସୁନ୍ଦର ଅକ୍ଷର କରିପାରିବା,
ଚିତ୍ର କରିବା ଶୈଳୀ, ଚିତ୍ରରେ କେମିତି ଆମେ ଶୁଦ୍ଧତା, ଚିତ୍ରରେ କେମିତି ମାନେ ସୁନ୍ଦର ସୁନ୍ଦର ଚିତ୍ର କରିପାରିବ, ତାହା ଆମେ ଚେଞ୍ଜ କରିପାରିବା। ଏହା ହେଉଛି ବିକାଶର ବଂଶଗତ ଓ ପରିବେଶର ପ୍ରଭାବ। ଏହାପରେ ଆମେ ଦ୍ୱିତୀୟ ପଏଣ୍ଟଟି ଆଲୋଚନା କରିବା। ବିକାଶ ଏକ ନିର୍ଦ୍ଦିଷ୍ଟ ଦିଗରେ ଗତି କରେ। ଏହାର ଅର୍ଥ ବିକାଶ ପାହାଚ ପାହାଚ ଦେଇ ଗୋଟିଏ ନିର୍ଦ୍ଦିଷ୍ଟ ଦିଗ ଦେଇ ଗତି କରିଥାଏ। ସାଧାରଣ ଅର୍ଥରେ ଇଟ୍ ଇଜ ଏ ୱାନ୍ ୱେ ଟ୍ରାଫିକ, ଇଟ୍ ଇଜ ନଟ୍ ରିଭର୍ସେବଲ। ଏହା କେବଳ ଆଗକୁ ଗତି କରୁଥାଏ କିନ୍ତୁ ପଛକୁ ଫେରି ନଥାଏ। ଏହା ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ କେତେକ ସୋପାନ ଦେଇ ଗତି କରିଥାଏ। ଯେମିତି କେମିତି ନା ଶୈଶବ ଅବସ୍ଥା, ବାଲ୍ୟାବସ୍ଥା, ତାପରେ କୈଶୋର ଅବସ୍ଥା, ତାପରେ ପରିଣତ ଅବସ୍ଥା, ତାପରେ ବାର୍ଦ୍ଧକ୍ୟ ଅବସ୍ଥା। ଏହିପରି ଗୋଟିଏ ଉଦାହରଣ ମାଧ୍ୟମରେ ବୁଝିବା। ତୁମେ ମାନେ ଲକ୍ଷ୍ୟ କରିଥିବ ଶିଶୁଟି ପ୍ରଥମେ ପେଟେଇବା ଆରମ୍ଭ କରିଥାଏ, ଏହାପରେ ଗୁରୁଣ୍ଡିବା ଆରମ୍ଭ କରିଥାଏ, ତାପରେ ଠିଆ ହେଇଥାଏ, ତାପରେ ଧୀରେ ଧୀରେ ଚାଲିଥାଏ, ତାପରେ ଦୌଡ଼ିଥାଏ, ଏମିତି ବହୁତ କିଛି କରିଥାଏ। କିନ୍ତୁ ଏହିପରି ଗୋଟିଏ ପରେ ଗୋଟିଏ ପ୍ରୋସେସ ଦେଇ ସେ ଗତି କରିଥାଏ। କିଏ ଦେଖିଛ କି ପିଲାଟି ଆଜି ଜନ୍ମ ହେଲା, କାଲି ଠିଆ ହେଲା, ତା ପରଦିନ ଦୌଡ଼ିଲା? ଏଭଳି ହୋଇପାରିବ କି? କେବେ ହେଇପାରିବନି ନା। ଏଠାରେ ମନେ ରଖିବା ଉଚିତ ଯେ ଏହା ପୂର୍ବରୁ ଅନୁମାନ କରାଯାଇ ପାରିବ। ଇଟ୍ ଇଜ ଏ ପ୍ରେଡିକ୍ଟେବଲ। କାରଣ ଆମେ ପିଲାଟି କେତେବେଳେ ପେଟେଇବ, ପେଟେଇଲା ପରେ କଣ କରିବ, ତାପରେ କଣ ହେବ, ଏହା ଆମେ ପୂର୍ବରୁ ଜାଣିଛେ। ସେଥିପାଇଁ ଏହାକୁ କଣ ନା ପୂର୍ବରୁ ଅନୁମାନ କରାଯାଇ ପାରିବ। ଏବଂ ଏହା କଣ ନା ଏହା ଗୋଟେ ଦିଗ ଦେଇ ଗତି କରିଥାଏ କିନ୍ତୁ ପଛକୁ ଫେରି ନଥାଏ। ଏତିକି ମନେ ରଖିବା ଦରକାର। ବୁଝିପାରିଲ? ତୃତୀୟ ପଏଣ୍ଟ କଣ ନା ପ୍ରତ୍ୟେକ ବ୍ୟକ୍ତିର ବିକାଶ ଧାରା ସ୍ୱତନ୍ତ୍ର। ସବୁବେଳେ ଗୋଟେ ଜିନିଷ ମନେ ରଖିଥିବ ନା ଯେମିତି ପଏଣ୍ଟଟିକୁ ପଢିଲେ ବା ପଏଣ୍ଟଟିକୁ ଦେଖିଲେ ଯେମିତି ତା ଭିତରେ କଣ କୁହାଯାଇଛି, ତା ଭିତରେ କଣ ଲେଖା ଯାଇଛି ତାହା ଜାଣିପାରୁଥିବା ଦରକାର। ଏହା ଏକ୍ସାମରେ ବହୁତ ହେଲ୍ପ କରିବ। କାରଣ ଏକ୍ସାମରେ ଆମେ ଏମିତି ନାହିଁ ଯେ ପ୍ରତି ଜିନିଷକୁ ଆମେ ମନେ ରଖିକି ପଳେଇବା, କିନ୍ତୁ ଛୋଟ ଛୋଟ ପଏଣ୍ଟ ଗୁଡାକ ଯଦି ମନେ ରଖିଥିବା ସେ ପଏଣ୍ଟଟା ପଢିବା ମାତ୍ରେ ଆମେ ଯେମିତି ଜାଣିପାରୁଥିବା ଯେ ଏହା ଭିତରେ ସେ କାହା ବିଷୟରେ ଡେସ୍କ୍ରାଇବ କରୁଛି। ଏହା ଜାଣିଲେ ଏକ୍ସାମରେ ଲେଖିବାରେ ସହଜ ହବ। ଏଠାରେ କଣ ନା ପଏଣ୍ଟକୁ ଆଉଥରେ ଆଲୋଚନା କରିବା। ଦେଖ এই ପଏଣ୍ଟରେ ସେ କଣ କହିଲା ନା ପ୍ରତ୍ୟେକ ବ୍ୟକ୍ତିର ବିକାଶ ଧାରା ସ୍ୱତନ୍ତ୍ର। ଅର୍ଥାତ କଣ ଏ ଦୁନିଆରେ ସମସ୍ତଙ୍କର ବିକାଶ ଧାରା ସ୍ୱତନ୍ତ୍ର ଅଛି। କେତେକ ଶିଶୁଙ୍କର ମାନସିକ ବିକାଶ ବହୁତ ଜଲ୍ଦି ଜଲ୍ଦି ହେଇଥାଏ, କିନ୍ତୁ ଆଉ କେତେକ ଶିଶୁ ଅଛନ୍ତି ତାଙ୍କ ମାନସିକ ବିକାଶ ବହୁତ ମନ୍ଥର ଭାବରେ ଗତି କରିଥାଏ, ଧୀରେ 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 ହୋଇଥାଏ। କିନ୍ତୁ ଗୋଟେ ନିର୍ଦ୍ଦିଷ୍ଟ ପର୍ଯ୍ୟାୟରେ ପ୍ରାୟତଃ ଏକା ପ୍ରକାର ବିକାଶ ପରିଲକ୍ଷିତ ହୋଇଥାଏ। କିନ୍ତୁ ପ୍ରତ୍ୟେକ ଶିଶୁଠାରେ ପାର୍ଥକ୍ୟ ଦେଖାଯାଏ। ଏଭ୍ରି ଚାଇଲ୍ଡ ହାଜ ଦେୟାର ଓନ୍ ୟୁନିକ୍ ଆବିଲିଟିଜ। ବିକାଶ ଧାରାରେ ବ୍ୟକ୍ତିଗତ ପାର୍ଥକ୍ୟ ଦେଖାଗଲେ ମଧ୍ୟ ଏହାର ସମାନତା ଥାଏ। ଅର୍ଥାତ ଉଦାହରଣ ମାଧ୍ୟମରେ, ଛୋଟ ଉଦାହରଣ ମାଧ୍ୟମରେ ବୁଝିବା ଆମେ। ଗୋଟିଏ ଶିଶୁ ତାର ନିଜ ବୟସର ବା ସମ ବୟସର ମାନେ ଯେତେବେଳେ ତାକୁ ସମାନ ଏଜ ହେଇଥାଏ, ଯେତେବେଳେ ଗୋଟେ ଶିଶୁଟି ଯଦି ତାଙ୍କ ଭିତରୁ ତାକୁ ଡେଙ୍ଗା ଦେଖାଯାଉଛି ବହୁତ, ତାହେଲେ 99% ଚାନ୍ସ ବଡ ହେଲେ ସେ ଗୋଟେ ମାନେ ଡେଙ୍ଗା ଦେଖାଯିବ, ବଡ ହେଲେ ତାଙ୍କଠୁ ବି ଡେଙ୍ଗା ହେଇପାରେ। ଆମେ 99% ଚାନ୍ସ ଏଠି କଣ ପାଇଁ କହିଲୁ ନା 1% ଚାନ୍ସ ଯଦି କିଛି ଏମିତି ଡିଜିଜ ହେଇଥାଇପାରେ, ତା ହାଇଟ ବଢିଆ ରହିଯାଇଥାଇପାରେ, ତା ଗ୍ରୋଥ ହବା ସେ ରହିଯାଇପାରିବ। ସେଥିପାଇଁ 99% ଚାନ୍ସ ସେ ଡେଙ୍ଗା ହିଁ ହେବ। ଆଜି ଆମେ ଏଇ ତିନୋଟି ପଏଣ୍ଟ ଆଲୋଚନା କଲେ। এই ତିନୋଟି ପଏଣ୍ଟ ଆଜି ହିଁ ଆଲୋଚନା କରିବା ଆଜିର କ୍ଲାସରେ। ଆମେ ନେକ୍ସଟ କ୍ଲାସରେ କଣ କରିବା ନା ନେକ୍ସଟ କ୍ଲାସରେ ଆଉ ଯୋଉ ରହିଲା ହଉଛି 6ଟି ପଏଣ୍ଟ ରହିଲା, ସେଇ 6ଟି ପଏଣ୍ଟ ଆମେ ନେକ୍ସଟ କ୍ଲାସରେ ଆଲୋଚନା କରିବା। ପ୍ରତି କ୍ଲାସର ଏଣ୍ଡରେ ଆମେ କଣ କରିବା ନା ହଉଛି ଯାହା ଯାହା ପଢିଲେ ତାକୁ ରିକ୍ୟାପ କରିବା ଏବଂ ଗୋଟେ କନସେପ୍ଟ ସରିଲା ପରେ ଆମେ ସେଇ କନସେପ୍ଟରେ ଯାହା ବି କ୍ୱେଶ୍ଚିନ୍ ଆନ୍ସର ଅଛି, ଯାହା ବି OMR ଟାଇପର କ୍ୱେଶ୍ଚିନ୍ ଆନ୍ସର ଅଛି ତାକୁ ଆଲୋଚନା କରିବା। ତ ଆଜିର କ୍ଲାସରେ ଆମେ କଣ କଣ ପଢିଲେ ନା ବୃଦ୍ଧି ପଢିଲେ, ବିକାଶ ପଢିଲେ, ବୃଦ୍ଧି କାହାକୁ କୁହାଯାଏ, ବିକାଶ କାହାକୁ କୁହାଯାଏ, ବୃଦ୍ଧିର ଉଦାହରଣ, ବିକାଶର ଉଦାହରଣ ପଢିଲେ ଏବଂ ବିକାଶର ମୂଳ ନୀତି ବା ବିଧିର ତିନୋଟି ପଏଣ୍ଟ ପଢିଲେ। ପ୍ରଥମ ପଏଣ୍ଟ କଣ ନା ବିକାଶ ବଂଶଗତ ଓ ପରିବେଶ ପ୍ରଭାବ ଉପରେ ପର୍ଯ୍ୟବେସିତ, ବିକାଶ ଏକ ନିର୍ଦ୍ଦିଷ୍ଟ ଦିଗରେ ଗତି କରେ, ପ୍ରତ୍ୟେକ ବ୍ୟକ୍ତିର ବିକାଶ ଧାରା ସ୍ୱତନ୍ତ୍ର। ଆମେ ଏହି ତିନୋଟି ପଏଣ୍ଟ ଆଜି ପଢିଲେ। ଆଜିର କ୍ଲାସଟି କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଜଣାଇବେ। ରହିଲି, ଜୟ ଜଗନ୍ନାଥ।